ମାଏ କହିବେ ମୁଁ କାଲି ଏସି ମେକାନିକକୁ ଡାକିଥିଲି କିନ୍ତୁ କୌଣସି କାରଣରୁ ସେ ଆସିପାରିଲାନି। ତୁ ଟିକେ ସେ ମେକାନିକକୁ ଫୋନ୍ କର। ପୁଣି କହିବେ ୱିଦାଉଟ୍ ଏସିରେ ରୁବି ଦିଦି ସେ ରୁମ୍ରେ ଶୋଇବାକୁ ପ୍ରୋବ୍ଲେମ୍ ହେଉଛି। ତାକୁ କହ ଏସି କୁଲିଂ ହେଉନି, ଶୀଘ୍ର ଆସି ତାକୁ ସଜାଡ଼ୁ। ତାପରେ ପଲ୍ଲବୀ ଏସି ମେକାନିକକୁ କଲ୍ କରିବେ। ଆଉ ସେ ମେକାନିକ କଲ୍ ରିସିଭ୍ କରିବନି। ତାପରେ କହିବେ ମାମା ସେ ମେକାନିକ ତ କଲ୍ ରିସିଭ୍ କରୁନି। ତାପରେ ରୁବି କହିବେ ତୁ ତା ସପ୍କୁ ଯା, ତା ସହିତ ଦେଖା ହ, ଆଉ ତାକୁ କହ ଯେମିତି ହେଲେ ସେ ଏଠିକି ପହଞ୍ଚୁ। ପୁଣି କହିବେ ବିନା ଏସିରେ ନ ଶୋଇ ମୋ ଦେହ ଖରାପ ହେଇଗଲାଣି। ତାପରେ ନିମ୍କି କହିବେ ଖୁଡ଼ିମା ଆପଣଙ୍କୁ ଲାଗୁନି ଦିଦି ମା ଏସବୁ ଜାଣିଶୁଣି କରୁଛନ୍ତି? ଏଥିରେ ମା ମଧ୍ୟ ମିଶିଛନ୍ତି। ଦିଦି କେମିତି କୋଚିଂ ସେଣ୍ଟରକୁ ଯାଇ ନ ପାରିବେ ଏମାନେ ସେଥିପାଇଁ ଜାଣିଶୁଣି ହଇରାଣ କରୁଛନ୍ତି ତାଙ୍କୁ। ତାପରେ ପଲ୍ଲବୀ ଏସି ମେକାନିକକୁ ଡାକିକି ଆଣିବେ। ତାପରେ ରୁବି ରୋଷେଇକୁ ଆସି କହିବେ ଇଏ କ'ଣ ତିଆରି କରୁଛୁ ଏସବୁ? ଆମକୁ ଏ ପୋଡ଼ା ରୁଟି ଦେବୁ? ମମତା କୁଆଡ଼େ ଗଲା? ସିଏ ରୁଟି କରିବ, ତୁ ରୁଟି କରିବା କିଛି ବି ଦରକାର ନାହିଁ। ତାପରେ ମମତାଙ୍କୁ ଡାକିବେ ମମତା ମମତା। ତାପରେ ତାଙ୍କୁ ରୁମ୍କୁ ଆସି କହିବେ ଏଠି ନୁହେଁ, ତୁ ରୋଷେଇକୁ ଯା ମମତା, ସେଠି ଯାଇ ରୁଟି ତିଆରି କର, ନହେଲେ ଦିନଯାକ ଉପାସ ରହିବାକୁ ପଡ଼ିବ। ପୁଣି କହିବେ ସେ ନିମ୍କି ହାତରେ ବିଲକୁଲ ବି ରୁଟି ତିଆରି କରି ଆସୁନି। ତାପରେ ମମତା କିଚେନକୁ ଯିବେ। ଆଉ ତାପରେ ରୁବି କହିବେ ପଲ୍ଲବୀ ତୁ ଏଠି ଥା, ଏସି କାମ ସରିଲା ପରେ ହିଁ ତୁ ଯୁଆଡ଼େ ଯିବା କଥା ଯିବୁ। ତାପରେ ପଲ୍ଲବୀ ଆସି କହିବେ ମାମା ଏସି ଠିକ୍ ହେଇଗଲା। ତାପରେ ରୁବି ରୋଷେଇ ଘରକୁ ଯିବେ ଆଉ ଆଚାର ଡବା କାଢ଼ୁଥିବେ। ତାପରେ ପଲ୍ଲବୀ ମାଏଙ୍କୁ କହିବେ ମାମା ମୁଁ ଏବେ ଆସୁଛି, କୋଚିଂ ସେଣ୍ଟରରେ ଆଜି ଏଡ଼ମିସନ୍ ଅଛି। ତାପରେ ରୁବି ଜାଣିଶୁଣି ଆଚାର ଡବାକୁ ମମତାଙ୍କ ଗୋଡ଼ରେ ପକାଇ ଦେବେ। ତାପରେ ମମତା ବହୁତ ଜୋରରେ କହି ଚିଲ୍ଲେଇବେ। ତାପରେ ରୁବି କହିବେ ଆଇ ଆମ୍ ସୋ ସରି ମମତା, ଅଜାଣତରେ ଡବାଟା ତମ ପାଦ ଉପରେ ପଡ଼ିଗଲା। ତାପରେ ମମତାଙ୍କୁ ସୋଫା ପାଖକୁ ନେଇଯିବେ। ତାପରେ ରୁବି କହିବେ ମମତା ବହୁତ ଜୋରରେ କଷ୍ଟ ହେଉଛି। ଆଉ କହିବେ ପଲ୍ଲବୀ ଚାଲ ଆମେ ମମତାଙ୍କୁ ହସ୍ପିଟାଲ ନେଇଯିବା। ତାପରେ ମମତା କହିବେ ପଲ୍ଲବୀ ତୁ ତ କାମରେ ଯା, ମୋତେ ନିମ୍କି ଆଉ ଦିଦି ନେଇଯିବେ, ନହେଲେ ମୁଁ ବିନୋଦକୁ କଲ୍ କରି ଡାକିଦେବି। ତାପରେ ରୁବି କହିବେ ଆରେ ତୁ ଏସବୁ ପାଇଁ ଚିନ୍ତା କରୁଛୁ ପଲ୍ଲବୀ, ମୁଁ ଆଉ ମମତାର କଷ୍ଟ ଦେଖି ସହିପାରୁନି, ତୁ ତାକୁ ହସ୍ପିଟାଲ ନେଇଯା। ତ ଦର୍ଶକ ବନ୍ଧୁ ଏସବୁ ରୁବି ଜାଣିଶୁଣି କରୁଛନ୍ତି କି ପଲ୍ଲବୀ କୋଚିଂ ସେଣ୍ଟରକୁ ଏଡ଼ମିସନ୍ କରି ନ ଯିବା ପାଇଁ? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।